ଗରିବଙ୍କ ସ୍ୱରରେ ଏମ୍ ନ୍ୟୁଜ୍ର ସବୁଦିନ ନଜର ରହିଛି। ଏଭଳି ଖବର ଆପଣମାନେ ସବୁଦିନ ଦେଖୁଛନ୍ତି। ଲୋକଙ୍କର ସ୍ୱରକୁ ଏମ୍ ନ୍ୟୁଜ୍ ସବୁଦିନ ଦେଖାଉଛି। ଆଜି ଆପଣଙ୍କୁ ଆମେ ଦେଖେଇବୁ ବାଲିଅନ୍ତାରେ ଲୋକଙ୍କର ନାଇଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୁବନେଶ୍ୱର ନାକ ତଳେ ବାଲିଅନ୍ତାର ଖବର ବାରମ୍ବାର ଆମେ ପ୍ରସାରଣ କରି ଆସିଛୁ। ଗରିବ ଲୋକଙ୍କର ସ୍ୱରକୁ ଆମେ ପ୍ରସାରଣ କରିଛୁ। ଆଜି ପର୍ଯ୍ୟନ୍ତ ହେଲାଣି ମୁଣ୍ଡରେ ଛାତ ଖଣ୍ଡେ ନାହିଁ, କାହାକୁ ଘର ଖଣ୍ଡେ ନାହିଁ, ତ କାହାକୁ ରାସ୍ତା ଖଣ୍ଡେ ନାହିଁ ଯାତାୟାତ ପାଇଁ। ଏଭଳି ସମସ୍ୟା ଲାଗି ରହିଛି। ଦୀର୍ଘ ଅନେକ ବର୍ଷ ହେଲାଣି ସରକାରଙ୍କ ପାଖରେ ଆମେ ବାରମ୍ବାର ପ୍ରସାରଣ କରି ଆସିଛୁ। ବ୍ଲକ, ତହସିଲ, ଆର୍ଆଇ ସମସ୍ତଙ୍କ ପାଖରେ ଆମେ ଜଣେଇଛୁ, କିନ୍ତୁ ସମସ୍ତେ ନିଦ୍ରା ରହୁଛନ୍ତି। ଘର ଗୋଟେ ଆସିଲେ ନା କଟା ଯାଉଛି, ଘର ଖଣ୍ଡେ ପାଉନାହାନ୍ତି। ଏଭଳି ସମସ୍ୟା ଲାଗି ରହିଛି ଜୟଦେବ ନିର୍ବାଚନ ମଣ୍ଡଳୀରେ। ବାରମ୍ବାର ଆମେ ପ୍ରସାରଣ ପରେ ବି ନିଦ୍ରା ରହିଛନ୍ତି ସରକାର ଏବଂ ପ୍ରଶାସନ। ଆଜି ଆପଣଙ୍କ ସାମ୍ନାରେ ପୂର୍ବତନ ବିଧାୟକ ଡକ୍ଟର ଅରବିନ୍ଦ ଡାଲିଙ୍କ ପାଖରେ ଆଜି ସିଧାସଳଖ ଆମେ ତାଙ୍କଠୁ ପ୍ରତିକାର ନେବା। ଗରିବ ଲୋକଙ୍କ ସ୍ୱରକୁ କେତେ ସାର୍ ଦେଖୁଛନ୍ତି, ଆମେ ତାଙ୍କଠୁ ପ୍ରତିକାର ନେବା। ସାର୍ ଏହି ନ୍ୟୁଜକୁ ସ୍ୱାଗତ। ଦେଖନ୍ତୁ, ମୁଁ ବାରମ୍ବାର ସବୁବେଳେ କହେ ବିଭିନ୍ନ ଚ୍ୟାନେଲ ମାଧ୍ୟମରେ, ଯେଉଁଠି ଲୋକଙ୍କର ଏଭଳି ସମସ୍ୟା ଅଛି, ଘର ଖଣ୍ଡେ ନାହିଁ, ରାସ୍ତା ଠିକ ସେ ହେଇନାହିଁ, ପାଣିର ସମସ୍ୟା ଯଦି ଥାଏ, ଯାହା ବି ସମସ୍ୟା ଅଛି, ସେମାନେ ଆମର ଭାରତୀୟ ଜନତା ପାର୍ଟିର 6 ଜଣ ମଣ୍ଡଳ ସଭାପତି ଅଛନ୍ତି। ତାଙ୍କୁ ବି କହିଛି ଯେ ସେମାନେ ଏସବୁ ଖବର ନିଅନ୍ତୁ। ଆମେ ଆମ ସରକାର, ଯଶସ୍ୱୀ ମୋହନ ମାଝୀଙ୍କର ସରକାର, ମୁଖ୍ୟମନ୍ତ୍ରୀ ସବୁବେଳେ ଚାହୁଁଛନ୍ତି ଲାଇନର ଶେଷ ଧାଡ଼ିରେ ଥିବା ଲୋକଟା ପାଖରେ ସୁବିଧା ସୁଯୋଗ ପହଞ୍ଚିଯାଉ। ଲୋକମାନେ ଯଦି ଆସିକି ସେ ନ ଜଣେଇବେ, ଲିଖିତ ଆକାରରେ ନ ଦେବେ, ତାହେଲେ ଆମେ ତା ପାଇଁ କେମିତି କାର୍ଯ୍ୟାନୁଷ୍ଠାନ କରିବା? ମୁଁ ଏବେ ବି ଆପଣଙ୍କର MTV ମାଧ୍ୟମରେ ଲୋକଙ୍କୁ ଅନୁରୋଧ କରୁଛି ଯେ ସମସ୍ୟା ତ ଥାଏ ସବୁ ଜାଗାରେ, ତାର ସମାଧାନ ବି ଥାଏ। ତେଣୁକରି ଯଦି ଯେଉଁ ସମସ୍ୟା କଥା ମୁଁ କହିଲି, ରାସ୍ତା, ପିଇବା ପାଣି ହଉ କିମ୍ବା ଘର ସମସ୍ୟା ହଉ, ଯଦି କୋଟି କାହା ପ୍ରତି ଅନ୍ୟାୟ ହେଇଛି, ତାର ଘର କାଟି ଦିଆଯାଇଛି ଅନ୍ୟାୟ ଭାବରେ, ଆମେ ତା ପାଇଁ ଲଢ଼ିବା। ତା ପାଇଁ ଆମେ ଚେଷ୍ଟା କରିବା କେମିତି ସେ ଲୋକମାନେ ପାଇବେ। BDO ମାନଙ୍କୁ କୁହାଯିବ, କଲେକ୍ଟରଙ୍କୁ ଲେଖାଯିବ, PDଙ୍କୁ କୁହାଯିବ, ତହସିଲଦାରଙ୍କୁ କୁହାଯିବ, जो RD वाला ଅଛନ୍ତି, RD RNB ଡିପାର୍ଟମେଣ୍ଟ, ସେ ରୋଡ୍ସ ଆଣ୍ଡ ବିଲ୍ଡିଂ, ତାଙ୍କୁ ବି କୁହାଯିବ। ଲୋକ ସଚେତନ ହେବା ଦରକାର, ଲୋକମାନେ ଜାଗିବା ଦରକାର। ନହେଲେ ଚୁପଚାପ ରହିଗଲେ କେମିତି ସମସ୍ୟା ସମାଧାନ ହେବ? ଏଠି କଲେକ୍ଟର ମାନେ ଆସନ୍ତି, ସେମାନେ ମଧ୍ୟ ପ୍ରତି ମାସରେ ଥରେ ବସିକରି ଲୋକଙ୍କର ଅଭିଯୋଗ ଶୁଣନ୍ତି। ସେତେବେଳେ ବି କହିବା କଥା କଲେକ୍ଟର ପାଖରେ ଲୋକଙ୍କ ସମସ୍ୟାକୁ ଆପଣ କହୁଛନ୍ତି ଆଣିକି ଲୋକ ଅଭିଯୋଗ ଦଉନାହାନ୍ତି, କିନ୍ତୁ ଅଭିଯୋଗ ଲୋକ ଦଉଛନ୍ତି। ବ୍ଲକ ଯେତେବେଳେ ଯାଉଛନ୍ତି ଅଭିଯୋଗ କରୁଛନ୍ତି, କିନ୍ତୁ ବ୍ଲକର ଅଧିକାରୀ ମାନେ କେବେ କୋଉ ଦିନ କର୍ଣ୍ଣପାତ୍ର ଦଉନାହାନ୍ତି। ତାପରେ ବିଧାଂଶ ହେଲା, କଲେକ୍ଟର ବିଧାଂଶ ହେଲା, ଲୋକ ସମସ୍ୟାକୁ ନେଇକି ଯେତେବେଳେ ପହଞ୍ଚିଲେ, ସେଠି ଆଲୋଚନା କରାଗଲା, ସେଠି ଦୁର୍ବ୍ୟବହାର ବ୍ଲକ ଅଧିକାରୀ ମାନେ କଲେ, ବ୍ୟବହାର କରିଛନ୍ତି, ସେ ଆମକୁ ଜଣାନ୍ତୁ। ମୁଁ ତ ନିଷ୍ପତ୍ତି ନେଇଛି, ବର୍ଷା ସରିଗଲା ପରେ ପ୍ରତ୍ୟେକ 4ଟି 5ଟି ପ୍ରତ୍ୟେକ ପଞ୍ଚାୟତରେ ଆମେ ଯିବୁ। ଲୋକଙ୍କୁ କଷ୍ଟ ପାଇବାକୁ ଦେବା ନାହିଁ, କାରଣ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଲୋକଙ୍କର ସୁବିଧା, ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଲୋକଙ୍କର ସୁବିଧା, ଲୋକ ଏମିତି କଷ୍ଟ ନ ପାଆନ୍ତି। ଆମେ ବି ସେୟା ଚାହୁଁଛୁ। ତେଣୁକରି ବର୍ଷା ସରିଗଲା ପରେ 33 ଗୋଟି ପଞ୍ଚାୟତରେ ମୁଁ ନିଜେ ଯିବି, ସେଠି ବସିବି, ଲୋକଙ୍କର ଅଭିଯୋଗ ଶୁଣିବି, ଅଭିଯୋଗ ସଂଗ୍ରହ କରିବି ଏବଂ ତାକୁ ନେଇ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚେଇବି ଏବଂ ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ମଧ୍ୟ ପହଞ୍ଚେଇବି। ଆବଶ୍ୟକ କଲେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ସେ ବିଷୟ ତାଙ୍କ ଦୃଷ୍ଟି ଆକର୍ଷଣ କରିବି। ଜନତା ପାର୍ଟିର ମଣ୍ଡଳ ସଭାପତି ମାନେ ଯେଉଁମାନେ ଅଛନ୍ତି, ଲୋକଙ୍କ ସମସ୍ୟା ପାଖରେ ଯାଇକି ଆଜିମାନେ ପହଞ୍ଚି ପାରୁନାହାନ୍ତି। ବର୍ତ୍ତମାନ ସମସ୍ତଙ୍କୁ କୁହାଯାଇଛି ଦଳ ତରଫରୁ ଯେ ସେମାନେ ପ୍ରତ୍ୟେକ ତାଙ୍କ ମଣ୍ଡଳ ଅଣ୍ଡରରେ 4ଟି 5ଟି 6ଟି 7ଟି ଲେଖାଏଁ ପଞ୍ଚାୟତ ଥାଏ। ସେମାନେ ଯିବେ, ପଞ୍ଚାୟତର ଲୋକମାନଙ୍କର, ଗାଁର ଲୋକମାନଙ୍କର ସମସ୍ୟା ସଂଗ୍ରହ କରିବେ ଏବଂ ସଂଗ୍ରହ କରିସାରିଲା ପରେ ଆମ ଜିଲ୍ଲା ସଭାପତି ଏବଂ ମୋର ଦୃଷ୍ଟି ଆକର୍ଷଣ କଲେ ତାର ସମାଧାନ ପାଇଁ ଆମେ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ଯେ ଲୋକମାନଙ୍କର ଆଶା ଭରସା ଆପଣଙ୍କ ଉପରେ ଅଛି ତ୍ରୟୋଦଶ ନିର୍ବାଚନ ମଣ୍ଡଳୀରେ ବିଧାୟକର ଆପଣ ଥିଲେ, ତ ଏବେ ଆପଣଙ୍କ ପାଖରେ ଯେତେବେଳେ ଅଭିଯୋଗ ଆସୁଛି ଆଜି ପର୍ଯ୍ୟନ୍ତ ଅନ୍ୟାୟ ଅନୀତି ଦୁର୍ନୀତି ଭ୍ରଷ୍ଟାଚାର କରି କେହି ରକ୍ଷା ପାଇନାହାନ୍ତି। ହୁଏତ ସାମୟିକ ଭାବରେ କେହି ଭାବିପାରନ୍ତି ଯେ ମୋର କେହି କିଛି କରିପାରିବେ ନାହିଁ। ମୁଁ ବର୍ତ୍ତମାନ ବହୁତ ଉପରକୁ ଧରିଛି, ମୋଟା ଡାଳକୁ ଧରିଛି, ଡାଳ ଭାଙ୍ଗିବ ନାହିଁ। କିନ୍ତୁ ଏମିତି ସମୟ ଆସିବ ଯେ ଡାଳ କ'ଣ ସେ ଗଛ ବି ଉପାଡ଼ିଯିବ ଯେଉଁ ଗଛକୁ ସେ ଧରିଛନ୍ତି। ତେଣୁକରି ସମୟ କହିବ ଯେ ଦୁର୍ବ୍ୟବହାର କଲେ କ'ଣ, ଯାହା ଆମେ ସଂସାରକୁ ଦେବା ତାଠୁ ବେଶୀ ଫେରି ପାଇବା। ଗରିବ ଲୋକଙ୍କ ଯେଉଁ ଭରସା ଅଛି, ମୁଁ ତ କହିଛି ମୋର ଶେଷ ନିଶ୍ୱାସ ଚାଲିଲା ପର୍ଯ୍ୟନ୍ତ ମୁଁ ଜୟଦେବର ସେବା କରିବି। କାରଣ ଏମାନେ ମୋତେ ଦୁଇ ଥର ବିପୁଳ ଭୋଟରେ ଜୟଯୁକ୍ତ କରାଇଛନ୍ତି। ତାଙ୍କର ସ୍ନେହ ମମତା ମୁଁ କେବେ ଭୁଲି ପାରିବି ନାହିଁ। ତେଣୁକରି ଯିଏ ବି ଆସନ୍ତୁ ଦଳ ବଳ ନିର୍ବିଶେଷରେ ଲୋକଙ୍କର ସମସ୍ୟା ନେଇକରି ସଂଗ୍ରାମ କରିବା, ଲଢ଼େଇ କରିବା ହେଉଛି ମୋର ଧର୍ମ। ତେଣୁ ସେମାନଙ୍କୁ ଅନୁରୋଧ କରୁଛି ସେମାନେ ଆସନ୍ତୁ, କୁହନ୍ତୁ, ଟେଲିଫୋନ୍ରେ ବି ଜଣାଉଛନ୍ତି। କିନ୍ତୁ ବହୁ ସମସ୍ୟା ସମାଧାନ ବି ହେଇଯାଉଛି। ଥାନା ତହସିଲ ବ୍ଲକ ସମାଧାନ ବି ହେଉଛି। ଆମେ ସିଧାସଳଖ ପ୍ରତିକ୍ରିୟା ନେଉଥିଲୁ ଯେ କହିବା କଥା ହେଉଛି ଲୋକଙ୍କ ସମସ୍ୟାକୁ ନିଶ୍ଚିନ୍ତ ଯାହା ଅଛି ଦୂର କରିବୁ। କେବେ ଲୋକ କିଛି ଆସି ମୋତେ ନିଶ୍ଚିନ୍ତ ଲିଖିତ ଆକାରରେ ଦେଲେ ଏବଂ ଲୋକଙ୍କର ଅଭିଯୋଗ ମୋତେ କହିଲେ ନିଶ୍ଚିନ୍ତ ମୁଁ ଏ ସମାଧାନର ବାଟ କରିବି। କେବଳ ତାହା ନୁହଁ, ଲେଖିକି ବି ସମସ୍ତଙ୍କୁ ଚିଠି ବି କରିବି, ସରକାରଙ୍କ ପାଖରେ ପହଞ୍ଚିବି ବୋଲି ଯାହା ପ୍ରତିକ୍ରିୟା ଦେଇଛନ୍ତି। ଭୁବନେଶ୍ୱରରୁ ମଜେଶ ନାଥଙ୍କ ରିପୋର୍ଟ, ଏ ନ୍ୟୁଜ୍ ଓଡ଼ିଶା ଟିଭି।